ପିଲାମାନେ ତମମାନେ ଥମ୍ବନେଲ ଦେଖି ଜାଣି ପାରୁଥିବ ଆଜି ଏହି ଭିଡିଓରେ ଆମେ ତମ ସାହିତ୍ୟ ବହିରେ ଥିବା ପିଙ୍ଗଳାର ଅଭିସାର ଏହି ପିଙ୍ଗଳାର ଅଭିସାର କବିତାଟିର 1 ମାର୍କିଆ 2 ମାର୍କିଆ ପ୍ରଶ୍ନ ଗୁଡ଼ିକ ଏହି ଭିଡିଓରେ ଆଲୋଚନା କରିବା। ତ ପିଲାମାନେ ତା ପୂର୍ବରୁ ତମମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ କରିଦିଅ। ତ ପିଲାମାନେ ଯେହେତୁ ତମମାନଙ୍କ ବୋର୍ଡ ଏକ୍ଜାମ ଆଉ ଅଳ୍ପ ଦିନ ରହିଲା ଆମେ ଆଉ ସମୟ ନଷ୍ଟ ନ କରି ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ପିଙ୍ଗଳାର ଅଭିସାର କବିତାଟିର ମୂଳ ମିଥ୍ ଆଧାରଟି କେଉଁ ଗ୍ରନ୍ଥରୁ ଆନିତ? ଅପସନ ଅଛି ବେଦ, ଉପନିଷଦ, ବେଦାନ୍ତ, ଭାଗବତ। ତ ସଠିକ ଉତ୍ତର ହେବ ଭାଗବତ। ପିଙ୍ଗଳାର ଅଭିସାର କବିତାଟିର ମୂଳ ମିଥ୍ ଆଧାରଟି ଭାଗବତ ଗ୍ରନ୍ଥରୁ ଆନିତ। ନେକ୍ସଟ କ୍ୱେଶ୍ଚନ, ପିଙ୍ଗଳାର ଅଭିସାର କି ପ୍ରକାର କବିତା? ଅପସନ ଅଛି ଗାଥା କବିତା, ଗୀତି କବିତା, ଶୋକ ଗୀତିକା, ସମ୍ବୋଧ ଗୀତିକା। ତ ସଠିକ ଉତ୍ତର ହେବ ଗାଥା କବିତା। ପିଙ୍ଗଳାର ଅଭିସାର ହେଉଛି ଗାଥା କବିତା। ନେକ୍ସଟ କ୍ୱେଶ୍ଚନ, ପିଙ୍ଗଳାର ଘର କେଉଁ ନଗରରେ? ଅପସନ ଅଛି ଉଜ୍ଜୟିନୀ, ବିଦେହ, ମଗଧ, ବଙ୍ଗଭୂମି। ତ ସଠିକ ଉତ୍ତର ହେବ ବିଦେହ। ପିଙ୍ଗଳାର ଘର ବିଦେହ ନଗରୀରେ। ନେକ୍ସଟ କ୍ୱେଶ୍ଚନ, ପିଙ୍ଗଳା କାହାକୁ ପ୍ରତୀକ୍ଷା କରିଥିଲା? ଅପସନ ଅଛି ଭଗବାନଙ୍କୁ, ପ୍ରିୟ ବନ୍ଧୁଙ୍କୁ, ଧନୀ ଯୁବକଙ୍କୁ, ପିତା ମାତାଙ୍କୁ। ତ ସଠିକ ଉତ୍ତର ହେବ ଧନୀ ଯୁବକଙ୍କୁ। ପିଙ୍ଗଳା ଧନୀ ଯୁବକଙ୍କୁ ଅପ୍ରତୀକ୍ଷା କରିଥିଲା। ନେକ୍ସଟ କ୍ୱେଶ୍ଚନ, ଧନିକ ପୁତ୍ର ଜଣକ ନ ଆସିବାରୁ ପିଙ୍ଗଳା ମନରେ କେଉଁ ଭାବ ଜାଗ୍ରତ ହେଲା? ଅପସନ ଅଛି ବୈରାଗ୍ୟ ଭାବ, ଉନ୍ମାଦ ଭାବ, ପ୍ରୀତିଭାବ, ବିଳାସ ଭାବ। ତ ସଠିକ ଉତ୍ତର ହେବ ବୈରାଗ୍ୟ ଭାବ। ଧନିକ ପୁତ୍ର ଜଣକ ନ ଆସିବାରୁ ପିଙ୍ଗଳା ମନରେ ବୈରାଗ୍ୟ ଭାବ ଜାଗ୍ରତ ହେଲା। ନେକ୍ସଟ କ୍ୱେଶ୍ଚନ, ପ୍ରେମର ସନ୍ନ୍ୟାସିନୀ ବୋଲି କବି କାହାକୁ କହିଛନ୍ତି? ଅପସନ ଅଛି ମଧୁମତାକୁ, ପିଙ୍ଗଳାକୁ, ଆମ୍ରପଲ୍ଲୀକୁ, ଲକ୍ଷହୀରାକୁ। ତ ସଠିକ ଉତ୍ତର ହେବ ପିଙ୍ଗଳାକୁ। ପ୍ରେମର ସନ୍ନ୍ୟାସିନୀ ବୋଲି କବି ପିଙ୍ଗଳାକୁ କହିଛନ୍ତି। ନେକ୍ସଟ କ୍ୱେଶ୍ଚନ, ଉତ୍ତରିତ ପିଙ୍ଗଳା କେଉଁଠି ଶୋଇବ ବୋଲି କହିଛି? ଅପସନ ଅଛି ଧରଣୀର ତୃଣ ତଳ୍ପରେ, ଫୁଲ ଶଯ୍ୟାରେ, ତୁଳି ତଳ୍ପ ଶଯ୍ୟାରେ, ପଥରର ଚଟାଣରେ। ତ ସଠିକ ଉତ୍ତର ହେବ ଧରଣୀର ତୃଣ ତଳ୍ପରେ। ଧରଣୀର ତୃଣ ତଳ୍ପରେ ପିଙ୍ଗଳା ଶୋଇବ ବୋଲି କହିଛି। ନେକ୍ସଟ କ୍ୱେଶ୍ଚନ, ପୁଣ୍ୟ ମର୍ତ୍ତ୍ୟଭୂମିରେ ପିଙ୍ଗଳା କ'ଣ ସାଜିଛି ବୋଲି କହିଛି? ଅପସନ ଅଛି ପତିତା, ନେତ୍ରୀ, ସାମ୍ରାଜ୍ଞୀ, ଗୃହିଣୀ। ତ ସଠିକ ଉତ୍ତର ହେବ ପତିତା। ପୁଣ୍ୟ ମର୍ତ୍ତ୍ୟଭୂମିରେ ପିଙ୍ଗଳା ପତିତା ସାଜିଛି ବୋଲି କହିଛି। ନେକ୍ସଟ କ୍ୱେଶ୍ଚନ, ପିଙ୍ଗଳା କିଏ? ଅପସନ ଅଛି ପଲ୍ଲୀବଧୂ, କୁଳବଧୂ, ବାରବଧୂ, ନବବଧୂ। ତ ସଠିକ ଉତ୍ତର ହେବ ବାରବଧୂ। ପିଙ୍ଗଳା ହେଉଛି ବାରବଧୂ। ନେକ୍ସଟ କ୍ୱେଶ୍ଚନ, କେଉଁ ମାଳା ଦରକାର ନାହିଁ ବୋଲି ପିଙ୍ଗଳା କହିଛି? ଅପସନ ଅଛି ମଣିକାଞ୍ଚନ ମାଳା, ମରକତ ମାଳା, ବନପୁଷ୍ପର ମାଳା, ମଲ୍ଲି ମାଳା। ତ ସଠିକ ଉତ୍ତର ହେବ ମଣିକାଞ୍ଚନ ମାଳା। ମଣିକାଞ୍ଚନ ମାଳା ଦରକାର ନାହିଁ ବୋଲି ପିଙ୍ଗଳା କହିଛି। ନେକ୍ସଟ କ୍ୱେଶ୍ଚନ, ସଚେତନ ପିଙ୍ଗଳାର ଅଙ୍ଗ ଫୁଲକକୁ କାହା ସହିତ ତୁଳନା କରାଯାଇଛି? ଅପସନ ଅଛି ପ୍ରସ୍ଫୁଟିତ ପଦ୍ମ, ବରସାର ନିପ, କୋରକିତ କେତକୀ, ବିକଶିତ ମଲ୍ଲୀ। ତ ସଠିକ ଉତ୍ତର ହେବ ବରସାର ନିପ। ସଚେତନ ପିଙ୍ଗଳାର ଅଙ୍ଗ ପୁଲକକୁ ବରସାର ନିପ ସହିତ ତୁଳନା କରାଯାଇଛି। ନେକ୍ସଟ କ୍ୱେଶ୍ଚନ, ଆତ୍ମଜ୍ଞାନ ଲାଭ ପରେ ପିଙ୍ଗଳା କାହା ପରି ଛୁଟି ଯିବା ପାଇଁ ଚାହିଁଛି? ଅପସନ ଅଛି ମୁକ୍ତାଚାରିଣୀ ତଟିନୀ, ବରସାର ଧାରା, ଧୀର ସମୀରଣ, ଦକ୍ଷିଣା ପବନ। ତ ସଠିକ ଉତ୍ତର ହେବ ମୁକ୍ତାଚାରିଣୀ ତଟିନୀ। ନେକ୍ସଟ କ୍ୱେଶ୍ଚନ, ପିଙ୍ଗଳା କେଉଁ ନଗରର ନଟି ଥିଲା? ଅପସନ ଅଛି ଅବନ୍ତୀ, ଉଜ୍ଜୟିନୀ, ବିଦେହ, କୋଶଳ। ତ ସଠିକ ଉତ୍ତର ହେବ ବିଦେହ। ପିଙ୍ଗଳା ବିଦେହ ନଗରର ନଟି ଥିଲା। ନେକ୍ସଟ କ୍ୱେଶ୍ଚନ, ପିଙ୍ଗଳା ଆଉ କେଉଁ ଦୀପ ଜାଳିବ ନାହିଁ ବୋଲି କହିଛି? ଅପସନ ଅଛି ସଞ୍ଜ ଦୀପ, ପୂଜା ଦୀପ, ଜ୍ଞାନ ଦୀପ, କେଳି ଦୀପ। ତ ସଠିକ ଉତ୍ତର ହେବ କେଳି ଦୀପ। ପିଙ୍ଗଳା ଆଉ କେଳି ଦୀପ ଜାଳିବ ନାହିଁ ବୋଲି କହିଛି। ନେକ୍ସଟ କ୍ୱେଶ୍ଚନ, ପିଙ୍ଗଳା ରସିକ
ନାଗର ମାନଙ୍କୁ କି ଅଭିନୟ ଦେଖାଉଥିଲା? ଅପସନ୍ ଅଛି ବିରତିର ଅଭିନୟ, ଛଳନାର ଅଭିନୟ, ସ୍ତ୍ରୀର ଅଭିନୟ, ବାନ୍ଧବୀର ଅଭିନୟ। ତ ସଠିକ ଉତ୍ତର ହେବ ବିରତିର ଅଭିନୟ। ପିଙ୍ଗଳା ରସିକ ନାଗରମାନଙ୍କୁ ବିରତିର ଅଭିନୟ ଦେଖାଉଥିଲା। ନେକ୍ସଟ କ୍ୱେଶ୍ଚନ, ମରତ ପଥର ଅମର ବନ୍ଧୁ ଅନ୍ତର ବିମୋହତ। ସରି ପିଲାମାନେ, ଅନ୍ତର ବିମୋହନ କାହା ଉଦ୍ଦେଶ୍ୟରେ କୁହାଯାଇଛି? ଅପସନ୍ ଅଛି ପିଙ୍ଗଳାର ପ୍ରେମିକ, ଧନିକ ଯୁବକ, ରସିକ ନାଗର, ପରମ ପୁରୁଷ। ତ ସଠିକ ଉତ୍ତର ହେବ ପରମ ପୁରୁଷ। ମରତ ପଥର ଅମର ବନ୍ଧୁ ଅନ୍ତର ବିମୋହନ ପରମ ପୁରୁଷ ଉଦ୍ଦେଶ୍ୟରେ କୁହାଯାଇଛି। ନେକ୍ସଟ କ୍ୱେଶ୍ଚନ, ମୁକ୍ତା କେଉଁଠି ସୃଷ୍ଟି ହୁଏ? ଅପସନ୍ ଅଛି ସୁକ୍ତି ଗର୍ଭରେ, ସାଗର ଗର୍ଭରେ, ଧରିତ୍ରୀ ଗର୍ଭରେ, ପଦ୍ମ ଗର୍ଭରେ। ତ ସଠିକ ଉତ୍ତର ହେବ ସୁକ୍ତି ଗର୍ଭରେ। ମୁକ୍ତା ସୁକ୍ତି ଗର୍ଭରେ ସୃଷ୍ଟି ହୁଏ। ପିଲାମାନେ ଏବେ ଆମେ 2 ମାର୍କିଆ ପ୍ରଶ୍ନ ଆଲୋଚନା କରିବା। ତ ପିଲାମାନେ, ପିଙ୍ଗଳାର ଅଭିସାର ଏହି କବିତାଟିର କବି ହେଉଛନ୍ତି ରାଧାମୋହନ ଗଡ଼ନାୟକ। ପିଲାମାନେ କବି ନା ତମମାନେ ମନେ ରଖିବ। ଦେଖିବା ପ୍ରଥମ ପ୍ରଶ୍ନ କଣ ଅଛି? ପିଙ୍ଗଳା ଆପଣା ପ୍ରାଣର ଆକୁଳ ପିପାସା କିପରି ଭୁଲିବ ବୋଲି ମନେ କରିଛି? ଉତ୍ତର ଲେଖିବ ଦିବ୍ୟ ଚେତନା ଆସିଲା ପରେ ପିଙ୍ଗଳା ଜ୍ୟୋତ୍ସ୍ନା ନିଶିରେ ପୁଲକିତ ପ୍ରାଣରେ ପ୍ରିୟ ବନ୍ଧୁଙ୍କର ହାସ ସୁଧା ପାନ କଲା ପରେ ଆପଣା ପ୍ରାଣର ଆକୁଳ ପିପାସା ଭୁଲିବ ବୋଲି ମନେ କରିଛି। ତ ପିଲାମାନେ ମନେ ରଖିବ, ପିଙ୍ଗଳା ଆପଣା ପ୍ରାଣର ଆକୁଳ ପିପାସା କିପରି ଭୁଲିବ ବୋଲି ମନେ କରିଛି। ନେକ୍ସଟ କ୍ୱେଶ୍ଚନ, ସନ୍ନ୍ୟାସିନୀ ପିଙ୍ଗଳାର ଜୀବନ ଧାରଣ କିପରି ହେବ ବୋଲି କବି ବର୍ଣ୍ଣନା କରିଛନ୍ତି? ଉତ୍ତର ଲେଖିବ ସନ୍ନ୍ୟାସିନୀ ପିଙ୍ଗଳା ଦିବ୍ୟ ଚେତନା ଲାଭ କଲା ପରେ ଜଗତର ବନ୍ଧୁ ପ୍ରିୟତମାଙ୍କର ସ୍ୱପ୍ନ ଦେଖୁ ଦେଖୁ ସେ ଆଖି ବୁଜିଦେବ ବୋଲି କବି ବର୍ଣ୍ଣନା କରିଛନ୍ତି। ନେକ୍ସଟ କ୍ୱେଶ୍ଚନ, ପିଙ୍ଗଳା କାହିଁକି ନିଜକୁ ସର୍ପିଣୀ ବୋଲି କହିଛି? ଉତ୍ତର ଲେଖିବ ପିଙ୍ଗଳା ମନରେ ଅନୁଶୋଚନା ଆସିଥିବାରୁ ସେ ମନେ କରିଛି ଅମୃତର ସନ୍ତାନ ହୋଇ ସେ ଧରାପୃଷ୍ଠକୁ ଆସିଥିଲେ ବି ସର୍ପଣୀ ପରି ସୃଷ୍ଟିରେ ବିଷମ ବିଷ ଢାଳି ଦେଇଛି, ତେଣୁ ନିଜକୁ ସେ ସର୍ପିଣୀ ବୋଲି କହିଛି। ପିଲାମାନେ ମନେ ରଖିବ, ପିଙ୍ଗଳା କାହିଁକି ନିଜକୁ ସର୍ପିଣୀ ବୋଲି କହିଛି? ନା ପିଙ୍ଗଳା ମନରେ ଅନୁଶୋଚନା ଆସିଥିବାରୁ ସେ ମନେ କରିଛି ଅମୃତର ସନ୍ତାନ ହୋଇ ସେ ଧରାପୃଷ୍ଠକୁ ଆସିଥିଲେ ବି ସର୍ପିଣୀ ପରି ସୃଷ୍ଟିରେ ବିଷମ ବିଷ ଢାଳି ଦେଇଛି, ତେଣୁ ନିଜକୁ ସେ ସର୍ପିଣୀ ବୋଲି କହିଛି। ପିଲାମାନେ ମନେ ରଖିବ, ପିଙ୍ଗଳା କାହିଁକି ନିଜକୁ ସର୍ପିଣୀ ବୋଲି କହିଛି। ନେକ୍ସଟ କ୍ୱେଶ୍ଚନ, ମଧୁର ମୁରଲୀର ସ୍ୱରରେ କିଏ କାହାକୁ କାହିଁକି ଡାକୁଥିଲା? ପିଲାମାନେ ମନେ ରଖିବ, ମଧୁର ମୁରଲୀ ସ୍ୱରରେ ପିଙ୍ଗଳା ଜୀବନର ପ୍ରିୟତମ ପିଙ୍ଗଳାକୁ କୁଳୁଷ କାଳିମାରୁ ମୁକ୍ତି ଦେବା ପାଇଁ ଡାକୁଥିଲା। ତ ପିଲାମାନେ ମନେ ରଖିବ, ମଧୁର ମୁରଲୀର ସ୍ୱରରେ କିଏ କାହାକୁ କାହିଁକି ଡାକୁଥିଲା? ନେକ୍ସଟ କ୍ୱେଶ୍ଚନ, ବିଶ୍ୱ ପରଶମଣି ବୋଲି କବି କାହାକୁ କାହିଁକି କହିଛନ୍ତି? ଉତ୍ତର ଲେଖିବ ବିଶ୍ୱ ପରଶମଣି ବୋଲି କବି ପତିତ ପାବନ ଜଗତ ବନ୍ଧୁ ଭଗବତ ସତ୍ତାକୁ କହିଛନ୍ତି, କାରଣ ତାଙ୍କରି ସ୍ପର୍ଶରେ ପିଙ୍ଗଳାର କାଳିମା ଦୂରେଇ ଯାଇ ସେ ପବିତ୍ର ହୋଇଯିବ। ତ ପିଲାମାନେ ମନେ ରଖିବ, ବିଶ୍ୱ ପରଶମଣି ବୋଲି କବି କାହାକୁ କାହିଁକି କହିଛନ୍ତି? ନା ବିଶ୍ୱ ପରଶମଣି ବୋଲି କବି ପତିତ ପାବନ ଜଗତ ବନ୍ଧୁ ଭଗବତ ସତ୍ତାକୁ କହିଛନ୍ତି, କାରଣ ତାଙ୍କରି ସ୍ପର୍ଶରେ ପିଙ୍ଗଳାର କାଳିମା ଦୂରେଇ ଯାଇ ସେ ପବିତ୍ର ହୋଇଯିବ। ନେକ୍ସଟ କ୍ୱେଶ୍ଚନ, ପିଙ୍ଗଳା କାହିଁକି ବିରତିର ଅଭିନୟ କରିବ ନାହିଁ ବୋଲି କହିଛି? ଉତ୍ତର ଲେଖିବ, ପିଙ୍ଗଳା ଜୀବନରେ ଆଧ୍ୟାତ୍ମିକ ଉତ୍ତରଣ ହେଲା ପରେ ସେ ବାରବଧୂର ଜୀବନରୁ ଦୂରେଇ ଯାଇଛି ଏବଂ ଆଉ କାହା ପାଖରେ ବିରତିର ଅଭିନୟ କରିବ ନାହିଁ ବୋଲି କହିଛି। ତ ପିଲାମାନେ ମନେ ରଖିବ, ପିଙ୍ଗଳା କାହିଁକି ବିରତିର ଅଭିନୟ କରିବ ନାହିଁ ବୋଲି କହିଛି? ନା ପିଙ୍ଗଳା ଜୀବନରେ ଆଧ୍ୟାତ୍ମିକ ଉତ୍ତରଣ ହେଲା ପରେ ସେ ବାରବଧୂର ଜୀବନରୁ ଦୂରେଇ ଯାଇଛି ଏବଂ ଆଉ କାହା ପାଖରେ ବିରତିର ଅଭିନୟ କରିବ ନାହିଁ ବୋଲି କହିଛି। ନେକ୍ସଟ କ୍ୱେଶ୍ଚନ, ରିକ୍ତ ଏ ମୋର ସୁକ୍ତି ଗରଭେ ଫଳିଛି ମୁକ୍ତା ଫଳ କେଉଁ ପ୍ରସଙ୍ଗରେ କୁହାଯାଇଛି? ପିଲାମାନେ ଉତ୍ତର ଲେଖିବ, ପିଙ୍ଗଳାର ଆଧ୍ୟାତ୍ମିକ ଉତ୍ତରଣ ହେଲା ପରେ ତା ମନରେ ଆଶାର ସମ୍ଭାବନା ଦେଖାଦେଇଛି, ତେଣୁ ସେ ନିଜର ଉନ୍ନତି କଥା ବିଚାର କରିଛି। ଏହି ପ୍ରସଙ୍ଗରେ ରିକ୍ତ ଏ ମୋର ସୁକ୍ତି ଗରଭେ ଫଳିଛି ମୁକ୍ତା ଫଳ କୁହାଯାଇଛି। ନେକ୍ସଟ କ୍ୱେଶ୍ଚନ, ପିଙ୍ଗଳାର ଚେତନା ଜାଗ୍ରତ ହେବାରୁ ସେ ଆଉ କଣ ଲୋଡ଼ା ନାହିଁ ବୋଲି କହିଛି? ଉତ୍ତର ଲେଖିବ, ପିଙ୍ଗଳାର ଚେତନା ଜାଗ୍ରତ ହେବାରୁ ସେ ଆଉ ବିଳାସ କୁଞ୍ଜ
ଚାରୁ ଚିତ୍ରଶାଳା ଲୋଡ଼ା ନାହିଁ ବୋଲି କହିଛି। ତ ପିଲାମାନେ ମନେ ରଖିବ ପିଙ୍ଗଳାର ଚେତନା ଜାଗ୍ରତ ହେବାରୁ ସେ ଆଉ କ'ଣ ଲୋଡ଼ା ନାହିଁ ବୋଲି କହିଛି ନା ପିଙ୍ଗଳାର ଚେତନା ଜାଗ୍ରତ ହେବାରୁ ସେ ଆଉ ବିଳାସକୁଞ୍ଜ ଚାରୁ ଚିତ୍ରଶାଳା ଲୋଡ଼ା ନାହିଁ ବୋଲି କହିଛି। ନେକ୍ସଟ କ୍ୱେଶ୍ଚନ, ପିଙ୍ଗଳାର ଜୀବନ ଯମୁନାରେ ଉଜାଣି ଉଠିଲା କାହିଁକି? ତ ପିଲାମାନେ ପିଙ୍ଗଳାର ଜୀବନ ଯମୁନାରେ ଉଜାଣି ଉଠିଲା କାହିଁକି? କାହିଁ କେଉଁ ଦୂର ଦେଶର ମଞ୍ଜୁ ମୁରଲି ପିଙ୍ଗଳାକୁ ଶୁଣାଯିବାରୁ ତାର ଜୀବନ ଯମୁନାରେ ଉଜାଣି ଉଠିଛି। ପିଲାମାନେ ମନେ ରଖିବ କାହିଁ କେଉଁ ଦୂର ଦେଶର ମଞ୍ଜୁ ମୁରଲି ପିଙ୍ଗଳାକୁ ଶୁଣାଯିବାରୁ ତାର ଜୀବନ ଯମୁନାରେ ଉଜାଣି ଉଠିଛି। ପିଲାମାନେ ମନେ ରଖିବ ପିଙ୍ଗଳାର ଜୀବନ ଯମୁନାରେ ଉଜାଣି ଉଠିଲା କାହିଁକି? ନେକ୍ସଟ କ୍ୱେଶ୍ଚନ, ବନ୍ଧୁ ମୋ ପ୍ରେମ ସିନ୍ଧୁ କିଏ କେଉଁ ପ୍ରସଙ୍ଗରେ କହିଛି? ଉତ୍ତର ଲେଖିବ ପିଙ୍ଗଳାର ଦିବ୍ୟ ଚେତନା ଜାଗ୍ରତ ହେଲା ପରେ ସେ ପ୍ରେମର ଧନକୁ ଭେଟିବ ଏବଂ ସେହି ବନ୍ଧୁ ଯେ କି ତା ଜୀବନର ପ୍ରେମର ସିନ୍ଧୁ ତାଙ୍କରି ଚରଣ ତଳେ ନିଜ ଜୀବନକୁ ସମର୍ପଣ କରିଦେବ ବୋଲି କହିଛି। ତ ପିଲାମାନେ ମନେ ରଖିବ ବନ୍ଧୁ ମୋ ପ୍ରେମ ସିନ୍ଧୁ କିଏ କେଉଁ ପ୍ରସଙ୍ଗରେ କହିଛି ନା ପିଙ୍ଗଳାର ଦିବ୍ୟ ଚେତନା ଜାଗ୍ରତ ହେଲା ପରେ ସେ ପ୍ରେମର ଧନକୁ ଭେଟିବ ଏବଂ ସେହି ବନ୍ଧୁ ଯେ କି ତା ଜୀବନର ପ୍ରେମର ସିନ୍ଧୁ ତାଙ୍କରି ଚରଣ ତଳେ ନିଜ ଜୀବନକୁ ସମର୍ପଣ କରିଦେବ ବୋଲି କହିଛି। ନେକ୍ସଟ କ୍ୱେଶ୍ଚନ, ରିକ୍ତ ଏ ମୋର ସୁକ୍ତି ଗରଭେ ଫଳିଛି ମୁକ୍ତା ଫଳ ଏ କଥା କିଏ କେଉଁ ଉଦ୍ଦେଶ୍ୟରେ କହିଛି? ଉତ୍ତର ଲେଖିବ ଏ କଥା ପିଙ୍ଗଳା କହିଛି ପ୍ରତୀକ୍ଷା ଜନିତ ଯନ୍ତ୍ରଣାରୁ ବୈରାଗ୍ୟରୁ ଈଶ୍ୱରୀୟ ଚେତନା ପିଙ୍ଗଳା ହୃଦୟରେ ଜାତ ହେବା ପରେ ସେ ଉପଲବ୍ଧି କରିଛି ତା ପ୍ରାଣନାଥ ହୃଦୟରେ ଅଛନ୍ତି ଓ ତା ଶରୀର ରୂପୀ ଶାମୁକା ଗର୍ଭରେ ମୁକ୍ତା ଫଳ ଫଳିଛି। ତ ପିଲାମାନେ ମନେ ରଖିବ ରିକ୍ତ ଏ ମୋର ସୁକ୍ତି ଗରଭେ ଫଳିଛି ମୁକ୍ତା ଫଳ ଏ କଥା କିଏ କେଉଁ ଉଦ୍ଦେଶ୍ୟରେ କହିଛି? ନେକ୍ସଟ କ୍ୱେଶ୍ଚନ, କିଏ ପୁଣ୍ୟ ଜୀବନ ଓ ଭୁବନକୁ ପାପରେ ଭରିଦେଲେ? କିଏ ପୁଣ୍ୟ ଜୀବନ ଓ ଭୁବନକୁ ପାପରେ ଭରିଦେଲେ? ଉତ୍ତର ଲେଖିବ ପିଙ୍ଗଳା ବିଷମ ବିଷ ସୃଷ୍ଟି କରି ତାର ବିଷ ରୂପକ ତାପରେ ନିଜେ ଜଳିବା ସହିତ ଜଗତକୁ ଜାଳିଦେଲା। ପୁଣ୍ୟ ଓ ପବିତ୍ର ଜୀବନ ତଥା ଭୁବନକୁ ପାପରେ ଭରିଦେଲା ବୋଲି କହିଛି। ତ ପିଲାମାନେ ମନେ ରଖିବ କିଏ ପୁଣ୍ୟ ଜୀବନ ଓ ଭୁବନକୁ ପାପରେ ଭରିଦେଲେ ନା ପିଙ୍ଗଳା ବିଷମ ବିଷ ସୃଷ୍ଟି କରି ତାର ବିଷ ରୂପକ ତାପରେ ନିଜେ ଜଳିବା ସହିତ ଜଗତକୁ ଜାଳିଦେଲା। ପୁଣ୍ୟ ଓ ପବିତ୍ର ଜୀବନ ତଥା ଭୁବନକୁ ପାପରେ ଭରିଦେଲା ବୋଲି କହିଛି। ପିଲାମାନେ ନେକ୍ସଟ ଭିଡ଼ିଓରେ ଆମେ ଏହି ପିଙ୍ଗଳାର ଅଭିସାର ଏହି କବିତାଟିର 3 ମାର୍କିଆ ପ୍ରଶ୍ନ ଆମେ ଆଲୋଚନା କରିବା। ତ ପିଲାମାନେ ତା ପୂର୍ବରୁ ତମମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।